ক্রোধে জড় জড় খোঁজিয়াণ বেগে নন্দসুত, খোঁজিয়াণ বেগে নন্দসুত, রহিলে অচিরে তমুন্ড ছেদিরে সচিবি অক্রূর তোর রক্ত, সচিবি অক্রূর তোর রক্ত। মথুরারাট মহারাজ গণশঙ্কর জয় হেউ। କିଏ? ଓ ଅଷ୍ଟମଲ୍ଲ, ତୁମେ ଅକସ୍ମାତ ଏଠାରେ? ସର୍ବନାଶ ହେଇଛି ମହାରାଜ। ଆପଣଙ୍କ ଭଣଜା କୃଷ୍ଣ ରାଜହସ୍ତି ଆଉ ତାର ମହନ୍ତକୁ ଅତି ନିର୍ମମ ଭାବରେ ହତ୍ୟା କରିଛି। କଣ କହିଲ ଚାଣୁର? ସେ ମେଞ୍ଚର ଟଙ୍କାର ଏତେ ଶକ୍ତି? ଯାଅ ଶୀଘ୍ର ଯାଇ ରାମକୃଷ୍ଣଙ୍କୁ ଶୃଙ୍ଖଳିତ କରି ରଙ୍ଗସଭାକୁ ଘେନି ଆସ। ମୁଁ ସେ ଦୁହିଁଙ୍କୁ ଉପଯୁକ୍ତ ଶାସ୍ତି ଦେବି। ଆମର ପ୍ରଣାମ ଘେନା କରନ୍ତୁ ମାତୁଳ। ଏଇ ତ ସେମାନେ ଆସି ଏଠି ପହଞ୍ଚିଗଲେଣି। ରେ ଗୋପାଳ ବାଳକ ରାମକୃଷ୍ଣ, ତୁମ ଦୁଇ ଭାଇଙ୍କୁ ମୁଁ ରଙ୍ଗସଭା ଦେଖିବାକୁ ନିମନ୍ତ୍ରଣ କରିଥିଲି। କଣ ମୋର ରଜକ ମାହୁନ୍ତ ପ୍ରଭୃତିଙ୍କୁ ହତ୍ୟା କରିବାକୁ? ସେମାନେ ଆମକୁ କଟୁ କଥା କହି ରଙ୍ଗସଭାକୁ ଆସିବା ଲାଗି ବାଧା ଦେଲେ ମାତୁଳ। ଶାନ୍ତ ହୁଅ ମୂର୍ଖ, ଯାଅ ଚାଲି ଯାଅ ତୁମେ ମାନେ। ଲୋଡ଼ା ନାହିଁ ତୁମର ଧନୁ ଉତ୍ସବ ଦେଖିବା। କ୍ରୋଧି କିମ୍ପା ହୋଇ ଅସ୍ଥିର ଫେରି ଯିବା ଲାଗି କୁହ ମାତୁଳ। କ୍ରୋଧି କିମ୍ପା ହୋଇ ଅସ୍ଥିର ଦେଖିବାକୁ ଜାତ ପଠାଇନ ରଥ ଡକାଇ ଆଣିଛ ଏ ମଧୁପୁର। କ୍ରୋଧି କିମ୍ପା ହୋଇ ଅସ୍ଥିର ଆମେ ଦୁହିଁ ତୁମ ଭଣଜା, ତୁମେ ପୁଣି ମଥୁରା ରାଜା। ଆମେ ଦୁହିଁ ତୁମ ଭଣଜା, ତୁମେ ପୁଣି ମଥୁରା ରାଜା। ନାହିଁ କିମ୍ପା ଆମ ଅନସନମାନ, ନାହିଁ ତୁମର ଯେ ଆମ ଆଦର। କ୍ରୋଧି କିମ୍ପା ହୋଇ ଅସ୍ଥିର କେତେ ଆଶା ଅଛି ମୋହର, ଦେଖିବି ମୁଁ ମାତା ପିଅର। କେତେ ଆଶା ଅଛି ମୋହର, ଦେଖିବି ମୁଁ ମାତା ପିଅର। ରଙ୍ଗ ସଭା କରି ଭାବୁଛ ବୈରୀ, ହେବ ଯେ ବିଷମ ଫଳ ଏହାର। କ୍ରୋଧି କିମ୍ପା ହୋଇ ଅସ୍ଥିର ଫେରି ଯିବା ଲାଗି କୁହ ମାତୁଳ। କ୍ରୋଧି କିମ୍ପା ହୋଇ ଅସ୍ଥିର ଦଗ୍ଧ ହୋ ବାଳକ, ମଥୁରାରେ ପ୍ରବେଶ କରୁ କରୁ ତୁ ମୋର ଭୟଙ୍କର କ୍ଷତି କରିଛୁ। ଚାଣୁର, ଏ ନିର୍ବୁଦ୍ଧ ଗୋପାଳ ବାଳକ ଦିଟାକୁ ନିର୍ମମ ଭାବରେ ହତ୍ୟା କର। ଯଥାଜ୍ଞା ମଣିବ। କଣ ହେଲା? ଚାହୁଁ ଚାହୁଁ ଏ ଦୁଇ ଭାଇ ଚାଣୁର ଦୁଇ ହସ୍ତକୁ ଭିଡ଼ି ତା ଦେହରୁ ବିଚ୍ଛିନ୍ନ କରିଦେଲେ। ନା ନା ନା, ଏମାନେ ସାମାନ୍ୟ ବାଳକ ନୁହନ୍ତି। ଆମକୁ ସମ୍ମାନ ଦେଖେଇବାକୁ ଆଉ କେହି ବୀର ମଲ୍ଲଯୋଦ୍ଧାଙ୍କୁ ରଖିଛ ମାତୁଳ? ନା ନା ନା, ଏଇ ଦୁହିଁଙ୍କୁ ସହଜରେ ପରାସ୍ତ କରି ହବନି। ମନ୍ତ୍ରୀ ଅକ୍ରୂର ଆଦେଶ ମଥୁରାପତି। ଫେରାଅ ଫେରାଅ ବେগে এ দুই বালকরে, ধ্বংসলীলা রচিবে মথুরা কটকরে। এ কথা নথিলে জানি কৃষ্ণ আউ বল পানি। দানবଙ୍କ ଠାରୁ ତାଙ୍କ ଶକତି ଅଧିକରେ। ଏ କଣ କହୁଛନ୍ତି ମହାରାଜ? ଧନୁ ଉତ୍ସବ ଦେଖିବାକୁ ଆପଣ ପରା ରାମକୃଷ୍ଣଙ୍କୁ ନିମନ୍ତ୍ରଣ କରି ଆଣିଛନ୍ତି। ଉତ୍ସବ ନ ଦେଖି ଫେରିଗଲେ। ବନ୍ଦ କର ତମର ପ୍ରଳାପ। ନା, ଏଇ ଦୁହିଁଙ୍କୁ ଫେରାଇ ଦେଲେ ହେବ ନାହିଁ। ମୁଁ ନିଜେ, ହଁ ହଁ ମୁଁ ନିଜେ এথর নিজে উঠিবি, নিজ হস্তে সংহারিবি।
দেখিবি বাড়ুত কৃষ্ণ কেতে তা ছোট করে দেখিবি বাড়ুত কৃষ্ণ কেতে তা ছোট করে রে মূর্খর বাচিন কৃষ্ণ জଣ ଜଣ କରି ତୁ ମୋର ବହୁ ବୀର ଯୋଦ୍ଧାଙ୍କୁ ହତ୍ୟା କରିଛୁ ଏବେ ମୋ ହସ୍ତରୁ ତୋର ନିସ୍ତାର ନାହିଁ ଏଇ ଶାଣିତ ତୋର ବାରିରେ ମୁଁ ତୋର ମସ୍ତକ ଛିନ୍ନ କରିବି ବେଶ ତେବେ ମଞ୍ଚ ଉପରେ ଓହ୍ଲାଇ ଆସି ଦେଖା ତୁମର ବୀରତ୍ୱ ମାତୁଳ। ଏ କି ଭୟଙ୍କର ରୂପ ମୁଁ ଦେଖୁଛି ବୀର ଦର୍ପରେ ଯମରାଜ ମୋଦିବାକୁ ମାଡ଼ି ଆସୁଛନ୍ତି ପଛରେ ତାଙ୍କର ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣ ବାଳକ କୃଷ୍ଣ ଅନ୍ତର୍ହିତ ହେଇଛି ତେବେ କଣ ସତରେ ଦେବକୀ ଗର୍ଭରୁ ଜନ୍ମିଥିଲେ ସ୍ୱୟଂ ନାରାୟଣ ନା ନା ଏସବୁ ମାୟା ମୁଁ ସେ ମାୟା ବିହକୁ ଛିନ୍ନ କରି କୃଷ୍ଣକୁ ହତ୍ୟା କରିବି ରକ୍ତରେ ରଞ୍ଜିତ କରିବି ମୋର ଶାଣିତ କରବାଳ ଦେଖିଲେ ତ ଭାଇ ମାତୁଳ କଂସ ଚାହୁଁ ଚାହୁଁ କେମିତି ଭୂମି ଉପରେ ଟଳି ପଡ଼ିଲେ। ଦେଖିଲି ଯେ କୃଷ୍ଣ ଦେଖି ଭଲ ମାତୁଳ ଏ ରଙ୍ଗ ସଭା କଲା ମଞ୍ଚରୁ ଖସି ପଡି ତା ପ୍ରାଣ ଗଲା। ସତ କଥା ଭାଇ ମଞ୍ଚରୁ ପଡ଼ି ମାମୁଁ ମଲା ଆମକୁ ଦୈବ ରଖିଲା।